ଆମର ସୋସାଇଟିର ଧାନ ଦେଲା ବେଳକୁ ଧାନ ଚୋରି ହେଉଛି, ସେଠି ବର୍ଷାର ଫେଟି ଯାଉଛି, ଧାନ ନଷ୍ଟ ହେଉଛି। ମା ତାରିଣୀ ଏସିରେ ଧାନ ଦେଉଛି ଏବଂ 5-7 ବର୍ଷ ହେଲା ଆମର କୌଣସି ଅସୁବିଧା ଏଠି ହେଇନି। ଚାଷୀ ହିସାବରେ ଆମେ ଚାଷୀ ହିସାବରେ ଚାହୁଁଛୁ ମା ମଙ୍ଗଳା ଏଇ ଯୋଉ ମା ତାରିଣୀ ଏସିରେ ରହିବ, ଏଇଠି ଆମେ ଧାନ ଦେବୁ। ଯଦି ନ ଦେବୁ ଆଜ୍ଞା ଆମେ ଆତ୍ମହତ୍ୟା କରୁ। 340 ଚାଷୀ ଏଠି ତାରିଣୀ ଏସିସି ଗ୍ରୁପ ଏଇଠି ଦମୁ, ଯଦି ଏଠି ନ ଦମୁ ଆମେ ଧାନ ଦବୁ ନାହିଁ। ଆମ ଧାନ ରାସ୍ତା ଉପରେ ଆମେ ଢାଳି ଦବୁ। ସାହୁ ବାଲୁ ରାମକୃଷ୍ଣପୁର ମୋର ଘର। ମୋର ହଉଛି ବୟସ ହଉଛି 50 ବର୍ଷ। ମୁଁ ଆରଥରକ ଆମର ସୋସାଇଟିର ଧାନ ଦେଇଥିଲି, ସିସି କ୍ୟାମେରା ଲଗେଇଛନ୍ତି ଏବଂ ସିସି କ୍ୟାମେରା ଲଗେଇ 9ଟା ବେଳୁ ବନ୍ଦ କଲେ। ଧାନ ମୋର 4 ବସ୍ତା ଚୋରି ହେଲା ଏବଂ ଧାନ ଅଧିକ ମଧ୍ୟ ଦେଇଥିଲି। ଆଜି ପର୍ଯ୍ୟନ୍ତ ଧାନ ପାଇଲି ନାହିଁ। ମୁଁ ଏସିସି ଗ୍ରୁପରେ ଆଗରୁ ଦଉଥିଲି, ଆରଥର ଭୁଲ ବଶତଃ ମୁଁ ସୋସାଇଟିର ଦେଇଥିଲି। ଏଇ ଅସୁବିଧା କରିଛନ୍ତି। ମୁଁ ଚାହୁଁଛି ମୁଁ ଏଇ ଏସିସି ଗ୍ରୁପରେ ଆମ ପଞ୍ଚାୟତରେ ମା ତାରିଣୀ ଏସିସି ଗ୍ରୁପ ଏଇଠି ଦମୁ, ଯଦି ଏଠି ନ ଦମୁ ଆମେ ଧାନ ଦବୁ ନାହିଁ। ଆମ ଧାନ ରାସ୍ତା ଉପରେ ଆମେ ଢାଳି ଦବୁ। ରାମକୃଷ୍ଣପୁର ପଞ୍ଚାୟତର ମୁଁ ହେଉଛି ଚାଷୀ ଜଣେ। ମୋ ନାଁ ହେଉଛି ଲକ୍ଷ୍ମୀଧର ଖିଲାର। ନବନିର୍ମାଣ କୃଷକ ସଂଗଠନର ମୁଁ ଜଣେ ଅଛି ସଦସ୍ୟ। ଆଉ ମୁଁ ଗତ ବର୍ଷ ମୁଁ ସୋସାଇଟିର ଅନଲାଇନ୍ କରିଥିଲି। 4 ଏକର 4.5 ଏକର ଜମି ଦେଇଥିଲି। ମୋର 12 କୁଇଣ୍ଟାଲ ଆସିଥିଲା। ଗତ ବର୍ଷ ଯୋଉ ଲସ୍ଟା ହେଲା, ଏ ବର୍ଷ ମୁଁ ଆମ ଗ୍ରୁପ ମୁଁ ଏସ୍ଏଚଜି ଗ୍ରୁପର ମା ତାରିଣୀ ଏସ୍ଏଚଜି ଗ୍ରୁପର ମୁଁ ହେଉଛି ଅନଲାଇନ୍ କରିଛି। ତେଣୁ ମୁଁ ଚାହୁଁଛି ମା ତାରିଣୀ ଏସ୍ଏଚଜି ଗ୍ରୁପର ମୁଁ ଧାନ ଏ ବର୍ଷ ଦେବା ପାଇଁ। ଅସୁବିଧା ସାର୍, ଗତ ବର୍ଷ ସେ ଯୋଉ ସୋସାଇଟିର ମୁଁ ଦେଇଥିଲି, ମୋର ହେଉଛି 4.5 ଏକର ଜମି ଦେଇଥିଲି। ମୋର 12 କୁଇଣ୍ଟାଲ ଜମା ଆସିଥିଲା। ଅନଲାଇନ୍ କଲେ କି କ'ଣ ନାହିଁ, କୋଉଠି ଭୁଲ ଭାଲ କଲେ, ତେଣୁକରି ମୋତେ ସେଠି ସୁବିଧା ହେଉନି। ମୋର ହେଉଛି ମା ତାରିଣୀ ଏସ୍ଏଚଜି ଗ୍ରୁପ 3 ବର୍ଷ ମୁଁ ଗତ ଆଗରୁ ଦେଇଥିଲି। ଗତ ଥର ଠକିଲି, ତେଣୁକରି ମୋର ହେଉଛି ଏଇ ବର୍ଷ ମୋର ଏସ୍ଏଚଜି ଗ୍ରୁପ ଜାଗା ସୁବିଧା ନାହିଁ। ମୁଁ ଏଇଠି ଦେବି। ରାମକୃଷ୍ଣପୁର ଗ୍ରାମ ପଞ୍ଚାୟତର ବାସୀ। ମୁଁ এই মা তারিণী গ্রুপ এসএଚଜି ধান কিଣୁ বা এଠି 5 ବର୍ଷ ହେଲା ସୁରୁଖୁରୁରେ ଚାଲୁଅଛି। ଚାଷୀମାନେ ଉପକୃତ ହେଉଛନ୍ତି। ତେଣୁକରି ଆମେ ଡିମାଣ୍ଡ କରୁଛୁ ଯେ ସରକାରକୁ ଅନୁରୋଧ କରୁଛୁ ଯେ ମା ତାରିଣୀ ଏସ୍ଏଚଜିକୁ ଦାୟିତ୍ୱ ଦିଆଯାଉ। ଆଉ ସେ ଚାଷୀମାନଙ୍କର ଠିକ୍ ଠାକ୍ ଧାନ କିଣା ଦୃଷ୍ଟିରୁ ପୁଣି ଥରେ ତାଙ୍କୁ ଦାୟିତ୍ୱ ଦିଆଯାଉ ଅନୁରୋଧ କରୁଛୁ ଆମେ। କିନ୍ତୁ ସୋସାଇଟି ଯେ ବିଗତ ବର୍ଷର ମୋର 70 କୁଇଣ୍ଟାଲ ଅନଲାଇନ୍ ଆସିଥିବା ବେଳେ ମୋତେ ଅନଲାଇନ୍ର ଧାନ ପକାଇବା ପାଇଁ ସୁଯୋଗ ଦେଲେ ନାହିଁ। ମୋର 70 କୁଇଣ୍ଟାଲ ଡିଲିଟ୍ ହେଇଛି। ଆଉ ମୋର ଭାଇ ଜଣେ ଆର ବର୍ଷ 70 କୁଇଣ୍ଟାଲ ଧାନ ତା ପାଖରୁ ନେଇଗଲେ ଅନଲାଇନ୍ର ପକେଇବେ ବୋଲି, ତାର ପକେଇଲେ ନାହିଁ। 70 କୁଇଣ୍ଟାଲ ଧାନର ଏପର୍ଯ୍ୟନ୍ତ ସେ ପଇସା ପାଇନାହିଁ। ଯେ ଲୋ ଖଟିକି ଯେଉଁ 70 କୁଇଣ୍ଟାଲ ଧାନ ଏପର୍ଯ୍ୟନ୍ତ ସେ ପଇସା ପାଇନି। ମୁଁ ସେଥିପାଇଁ ସରକାରକୁ ଅନୁରୋଧ କରୁଛି ମା ତାରିଣୀ ଏସ୍ଏଚଜିକି ଏଥର ଦାୟିତ୍ୱ ଦିଆଯାଉ। ଏଥର ସୋସାଇଟିକି ବି ଯାହା ତାଙ୍କର ଅନଲାଇନ୍ କରିଛି ସେଠି ବି ଦିଆଯାଉ। ଏଠି ବି ଏସ୍ଏଚଜି ଯାହା ଅନଲାଇନ୍ କରିଛି ଏଠି ବି ଦିଆଯାଉ। ନମସ୍କାର, ମୁଁ ସରପଞ୍ଚ ରାମକୃଷ୍ଣପୁର ଗ୍ରାମ ପଞ୍ଚାୟତ ବୀରେନ୍ଦ୍ର ଖିଲାର। ଆଜି ଏସ୍ଏଚଜି ଗ୍ରୁପ ଧାନ କିଣିବା ପାଇଁ ଆଜି ମିଟିଂ କରାଯାଇଥିଲା, ଯେଉଁଥିରେ ଚାଷୀମାନେ ଅସନ୍ତୁଷ୍ଟ ଅଛନ୍ତି। ଯେଉଁଟାକି ସରକାର କିଛି ନ ବୁଝି ନ ଶୁଣି ଯେଉଁଟାକି ନିଷ୍ପତ୍ତି ନେଇଛନ୍ତି ଏସ୍ଏଚଜିକୁ କାଟିଦେବା ପାଇଁ। କାଟିଦେଲା ବେଳେ ଚାଷୀମାନେ ଆଜ୍ଞା ହଇରାଣ ହେବେ। ଧାନ ଗୋଟିଏ ଆମର ସୋସାଇଟି ଯେଉଁ ଅଛି ସେ କିଣିବା ପାଇଁ ସକ୍ଷମ ନାହିଁ, ଯେ ସେଠି ଜାଗା ନାହିଁ ଯେଉଁଠିକି ଧାନ ରଖିବା ପାଇଁ ଚାଷୀମାନେ 100 ବସ୍ତା 200 ବସ୍ତା ଧାନ ରଖିଲେ ଆଉ ସେଠି ଯାଇ ଆସିକି ହେବନି। ସେଠି ଗୋଟେ ସ୍କୁଲ ଯିବା ଆସିବା ରାସ୍ତାରେ ଗୋଟେ ସ୍କୁଲଟି ବି ଅଛି, ଯିବା ଆସିବା କରୁଛନ୍ତି। ସେମାନେ ବହୁତ ହଇରାଣ ହେବେ। ଆମର ଏସ୍ଏଚଜି ଗ୍ରୁପ 5 ବର୍ଷ କିଣିବା ପାଇଁ କୌଣସି ସେମିତି ସମସ୍ୟା ସୃଷ୍ଟି ହେଇନାହିଁ। ଆଗାମୀ ଦିନରେ ମାନେ ନିଷ୍ପତ୍ତି ନିଆଗଲା ଯେ ଆଜି ଆଗାମୀ ଦିନରେ କଲେକ୍ଟର ସାର୍ଙ୍କୁ ଭେଟିକି ଏହା ବିଷୟରେ ସମାଧାନ ନ ହୁଏ ରାଜରାସ୍ତାରେ ଓହ୍ଲେଇ ଲୋକମାନେ ବସିବେ। ଆମେ ଧାନ ମା ତାରିଣୀ ଗ୍ରୁପର ଆମେ ଦେଉଛୁ। ଏଠି ଠିକ୍ ଭାବରେ ଧାନ କିଣା ଯାଉଛି, କୌଣସି ଅସୁବିଧା ନାହିଁ। ଏତିକି ଆମେ ଜିଲ୍ଲାପାଳକୁ ଅନୁରୋଧ କରୁଛୁ। ମୁଁ ରାମକୃଷ୍ଣପୁର ପଞ୍ଚାୟତର ଚାଷୀ। ଆଉ ମା ତାରିଣୀରେ ଅନଲାଇନ୍ କରିଥିଲି। ଆଗରୁ ସୋସାଇଟିର ମଧ୍ୟ ମୁଁ ଡିଓ ଥିଲି। ସୋସାଇଟି ଆଗରୁ ମଧ୍ୟ ବ୍ଲାକ୍ ଲିଷ୍ଟେଡ୍ ଥିଲା।
ବ୍ଲାକ୍ ଲିଷ୍ଟରେ ଥିଲା ବୋଲି ତ ଏଠି ଦିଆଯାଇଛି। ଆଜି କ'ଣ ପାଇଁ ଏସ୍ଏଚ୍ଜି କୁ କଟାଯାଉଛି? ଆପଣମାନେ ଚିନ୍ତା କରନ୍ତୁ ଯେ ଗୋଟେ ଚାଷୀ ଧାନ ଯଦି ସେଠି ବିକ୍ରି କରିବା ବ୍ଲାକ୍ ଲିଷ୍ଟରେ ଥିଲା, ସେମାନେ ଦରମା ଠିକ୍ ବି ଦେଇପାରୁନାହାନ୍ତି କର୍ମଚାରୀମାନେ, ସେମାନେ ଲୋକଙ୍କୁ କ'ଣ ପଇସା ଦେବେ? ଲୋକଙ୍କର ପଇସା ତ ଖାଇଛନ୍ତି, ସେମାନେ ହଡପ କରୁଛନ୍ତି। ଏଇ ଯୋଉ ଆମ ବୁଞ୍ଜିଆ ବାରିକି ତାର ପଇସା ପର୍ଯ୍ୟନ୍ତ 70,000 ଟଙ୍କା ଦେଇନାହାନ୍ତି। ଗୋଟେ ମରିଗଲା ସେକ୍ରେଟାରୀ, ଗୋଟେ ଚାଲିଗଲା, ଗୋଟେ ପ୍ରେସିଡେଣ୍ଟ ବି ଚାଲିଗଲା, ସେ ଲୋକଙ୍କୁ ହଡପ କରୁଛନ୍ତି, ବ୍ଲାକ୍ ଲିଷ୍ଟରେ ଏଥିପାଇଁ ହେଇଛନ୍ତି। ତେଣୁ ତାଙ୍କୁ କ'ଣ ପାଇଁ ପ୍ରାଧାନ୍ୟ ଦିଆଯାଉଛି ଏଇଟା ଆମର ଜିଲ୍ଲା ପ୍ରଶାସନକୁ ଅନୁରୋଧ। ଯଦି ବି ସେମାନଙ୍କୁ ଦିଆଯାଉଛି, ଆଗାମୀ ଦିନରେ ଆମେ ଜିଲ୍ଲା ଅଫିସରେ ଯାଇକି ଆନ୍ଦୋଳନ କରିବା ପାଇଁ ବହୁତ ଚେଷ୍ଟା କରୁଛୁ। ଆଉ ସମସ୍ତେ ଚାଷୀ ଏକତ୍ରିତ ହେଇଛନ୍ତି। ଆମେ ଯଦି ବି ଏସ୍ଏଚ୍ଜି ସେମାନେ ପ୍ରାଧାନ୍ୟ ନ ଦେଇ ସେମାନେ ଯଦି ସୋସାଇଟି ବ୍ଲାକ୍ ଲିଷ୍ଟରେ ସୋସାଇଟି ପ୍ରାଧାନ୍ୟ ଦିଅନ୍ତି, ତାହେଲେ ଆମେ ଆଗାମୀ ଦିନରେ ଯାଇକି ଜିଲ୍ଲାପାଳ ଅଫିସରେ ଆନ୍ଦୋଳନ କରିବା ପାଇଁ ସ୍ଥିର କରିସାରିଛୁ। ଏଠି ଅଛନ୍ତି ସମସ୍ତେ ଏକତ୍ରିତ ଅଛନ୍ତି। ଆଜି ବି ରିଜଲ୍ୟୁସନ ହେଉଛି, ରିଜଲ୍ୟୁସନ କପି ଧରିକି ଆମେ ଅନଶନ କରିମୁ ଜିଲ୍ଲାପାଳ ଅଫିସରେ ଏବଂ ଶେଷ ଅଫିସରେ ଆମେ ଆଗକୁ ଆନ୍ଦୋଳନ କରିବା ପାଇଁ ସ୍ଥିର କରିସାରିଛୁ। 5 ତାରିଖ ଭିତରେ ମଣ୍ଡି ଖୋଲାଯିବ, ଧାନ ସୁଚାରୁ ରୂପେ ସମସ୍ତଙ୍କର ଧାନ କିଣାଯିବ। କୌଣସି ଏସ୍ଏଚ୍ଜିର ଧାନ ଟୋକନ ଯଦି ଡିଲିଟ୍ ହେବ, ଆମେ ପ୍ରଶାସନକୁ ଡିଲିଟ୍ ନ ହୁଏ ଆମେ ତାହା ବି ସମସ୍ତଙ୍କ ଚାଷୀ ସହିତ ଆମେ କଥା ହେଇସାରିଛୁ। ଏଠି ବି ନବନିର୍ମାଣ କୃଷକ ସଂଘର କର୍ମଚାରୀ ସଦସ୍ୟମାନେ ବି ଅଛନ୍ତି, ସେମାନଙ୍କୁ ବି ଆମେ ଡାକିଛୁ। ଏଠି ଆଉ ସମସ୍ତେ ଚାଷୀ କମିଟିର ସଦସ୍ୟ, ସରପଞ୍ଚ ଏବଂ ଆମର ପିଏସ୍ ମେମ୍ବର ସମସ୍ତଙ୍କୁ ଆମେ ଡାକିକି ଆଜି ରିଜଲ୍ୟୁସନ କପି ବାହାର କରି ଆମେ ଜିଲ୍ଲା ପ୍ରଶାସନକୁ କାଲି ନେଇ ନିବେଦନ କରିବୁ। ପୁଣି ଆଉ ଥରେ ସେମାନେ ଆମ ଦୁଃଖ ବୁଝିବେ, ଆମେ ଭାବୁଛୁ ସେମାନେ ଆମ ଦୁଃଖ ବୁଝିବେ। ପଞ୍ଚାୟତ ଅଧିବାସୀ ଅଟେ। ମୁଁ ଅନଲାଇନ୍ ଯେତେବେଳେ ପ୍ରଥମ ଆରମ୍ଭ କଲି, ଚାଷ ଆରମ୍ଭ କଲି, ଅନଲାଇନ୍ ଆରମ୍ଭ କଲି। ସୋସାଇଟିରେ ମୁଁ 5 ଥର ଅନଲାଇନ୍ କରିଛି। 5 ଥର ମୋର 7 କୁଇଣ୍ଟାଲ 8 କୁଇଣ୍ଟାଲ ଆସେ। ଯେତେବେଳେ ଅନଲାଇନ୍ ଟୋଟାଲ ଜିରୋ ଲ୍ୟାପ୍ସ ହେଇଯାଏ, ଆସେ ନାହିଁ। ମୁଁ 5 ବର୍ଷ ହେଲା ମା ତାରିଣୀ ଏସ୍ଏଚ୍ଜି ଗ୍ରୁପରେ ଅନଲାଇନ୍ କରୁଛି, କଣ୍ଟିନ୍ୟୁ ଧାନ ମୁଁ ଦେଉଛି। କୌଣସି ଅସୁବିଧା ଏଠି ତାରିଣୀ ଅସୁବିଧା ମା ତାରିଣୀ ଏସ୍ଏଚ୍ଜି ଗ୍ରୁପ କରିନାହିଁ। ପଇସାରେ କ'ଣ ନା କୌଣସି ଧାନରେ କଟିଂ କ'ଣ ହେଇଯାଉଛି। ଆଉ ଯେତେବେଳେ 7-8 କୁଇଣ୍ଟାଲ ମୋତେ ସୋସାଇଟିରେ ଆସେ, ସେତେବେଳେ ମୋତେ ଧାନ ଦେବା ପାଇଁ ମୁଁ 3 ଟଙ୍କା 5 ଟଙ୍କା ବ୍ୟାଗ୍ କରିକି ଦେବା ପାଇଁ ପଡୁଥିଲା। ମୁଁ ଚାହୁଁଛି ତାରିଣୀ ମା ତାରିଣୀ ଏସ୍ଏଚ୍ଜି ଗ୍ରୁପ ପାଖରେ ରହୁ।